सत्यं शिवं सुन्दरं सत्यं शिवं सुन्दरं सत्यं शिवं सुन्दरं सत्यं शिवं सुन्दरं सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं विश्वनाथ सुन्दरं विश्वनाथ सुन्दरं विश्वनाथ सुन्दरं विश्वनाथ सुन्दरं सत्यं शिवं सुन्दरं सत्यं शिवं सुन्दरं सत्यं शिवं सुन्दरं सत्यं शिवं सुन्दरं हे सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं विश्वनाथ सुन्दरं विश्वनाथ सुन्दरं विश्वनाथ सुन्दरं विश्वनाथ सुन्दरं सत्यं शिवं 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 सुन्दरं। मैं अब फतेहपुर सिकरी में एक होटल में, ये स्थान हमको अच्छा नहीं लगता है। यहाँ पर कौन सा तीर्थ स्थान नहीं है। यहाँ से कुछ दूर में काशी विश्वनाथ क्षेत्र आएगा। वहाँ पर मैं आज रात्रि जापन करूँगा, पिंडदान करूँगा और काल बोध गया को जाएगा। बोध गया जाने का बाद हम उड़ीसा लौटेंगे और 2-3 दिन लगेगा। विश्वनाथ और गंगा, ये दोनों ही आज मैं दर्शन करूंगा। काल सुबह लाइव करने के बाद पिंडदान करके मैं गया तीर्थ को जाएगा। सज्जन गोटे ओडिया रे मु कहूची गोटे कथा। आमे आसीथिलु कुआड़ को जाउथलु मोर मने पड़ुनी, किंतु गोटे काशीर गोटे द्वारिका होटेल रे थिलु। मो सहित मोर नातुणी जे पिंकू झियो से छोट होइतला, से तो मो संगे बुलुतला, से भी थिला एवं आउ अन्य माने थिले। आमे जेते बेले गंगा स्नान करिया को इच्छा हला, विश्वनाथों को दर्शन करिवु, गंगा स्नान करिवु, फेरिवु। ये कथाटी मन भितर आसिला। आमे जेते बेले बाहरिलु, सेते बेले हमर आश्रमर जे मंटू भाई से खट उपरे बसिछि। मु कहली बलिया ताकू कहला चल जीवा गंगा स्नान करिबा, विश्वनाथ दर्शन करी फेरिबा। से कांदी पकेला। कौन तोर होइछि ना मो गोड़ चालुनी, तामाने गोड़टा तले लगेई पारुनी कि चालुनी, यही भलिया गोटे अवस्था तार सृष्टि है।
ଗୋଡ଼ର ଡିଫେକ୍ଟ ଆଗରୁ ଥିଲା କିନ୍ତୁ ସେଠି ଟିକେ ବଢ଼ିଗଲା। ଆଉ ଗୋଟେ ମନର ଦୁଃଖକୁ ନେଇ ମୁଁ ଗଙ୍ଗା କୂଳକୁ ଗଲି। ଗଙ୍ଗାରେ ଯେତେବେଳେ ସ୍ନାନ କଲି, ଗଙ୍ଗା ମାତାଙ୍କୁ ସ୍ପଷ୍ଟ କହିଲି, ମୁଁ କହିଲି ମା, ତୁ ହଉଛୁ ମା, ପାପ ନାଶିନୀ, କଳମସ ନାଶିନୀ ମା, ସଦ୍ୟ ପାତକ ସହନ୍ତ୍ରୀ, ସଦ୍ୟ ଦୁଃଖ ବିନାଶିନୀ, ସୁଖଦା ମୋକ୍ଷଦା ଗଙ୍ଗା ଗାଙ୍ଗେଇବ। ସେତେବେଳେ ବିଶ୍ୱନାଥଙ୍କ ଦର୍ଶନକୁ ଗଲେ ଏତେ ଗଳି କନ୍ଦି ଯେ କେଉଁ ବାଟେ ଗଲେ କେଉଁ ବାଟେ ଆସିବ, ମାନେ ବାଟ ବି ଭୁଲ ହେଇଯାଏ। ମୁଁ ଯେତେବେଳେ ଗଙ୍ଗା ସ୍ନାନ କରୁଛି, ଜଣେ ସାଧୁ ବସିଛନ୍ତି, ମୁଁ ଗଙ୍ଗା କୂଳରେ ସ୍ନାନ କରୁଛି, ସେ ଉପରେ ବସିଛନ୍ତି। ସେ ସେଠି ସୂଚନା ଦେଲେ, କାଲି ଆପଣ ଏଠାକୁ ଗଙ୍ଗା ସ୍ନାନ କରିବାକୁ ଆସିବେ, ମୋତେ କାଲି ସ୍ୱପ୍ନରେ ମାନେ କେହି ଜଣେ କହିଛି ଏ ବିଶ୍ୱନାଥଙ୍କର ଦର୍ଶନ। ତେଣୁ ମୁଁ ଅପେକ୍ଷା କରି ବସିଛି ଆପଣଙ୍କୁ ଟିକେ ଦେଖିବା ପାଇଁ। ଆପଣ ଗଙ୍ଗା ସ୍ନାନ କରୁଛନ୍ତି। ମୁଁ ଗଙ୍ଗା ସ୍ନାନ କରିସାରିଲା ପରେ ସେଇଠି ତିଲକ ଟିକେ ନାଇଲି, ଗଙ୍ଗାଙ୍କୁ ଗୋଟିଏ କଥା କହିଲି, ହେ ପବିତ୍ର ପାବନୀ ଗଙ୍ଗା, ବଳିଆ ଦ୍ୱାରିକା ଲଜରେ ପହଞ୍ଚିବା ବେଳକୁ ଯଦି ଦେଖିବି ମଣ୍ଟୁ ଚାଲୁଛି, ତାହେଲେ ମୁଁ ପୁଣି ଆଉ ଥରେ ଆପଣଙ୍କ ଦର୍ଶନକୁ ଆସିବି। ଯଦି ମଣ୍ଟୁ ଚାଲିପାରିବ ନାହିଁ, ତାହେଲେ ଆଉ କେବେ ବି ବିଶ୍ୱନାଥଙ୍କର ଗଙ୍ଗା ଦର୍ଶନ କରିବି ନାହିଁ। ଏଇଭଳି କହି ଗଙ୍ଗାଙ୍କୁ ନମସ୍କାର କରି ତର୍ପଣ କରି ଆଉ ବିଶ୍ୱନାଥଙ୍କ ମନ୍ଦିରକୁ ଯାଇନାହିଁ, ଫେରିଲି ଦ୍ୱାରିକା ଲଜକୁ। ଫେରିଲା ପରେ ଦେଖିଲି ମଣ୍ଟୁ ଚାଲୁଛି, ତାର ଗୋଡ଼ ଆପେ ଆପେ ଠିକ୍ ହେଇଯାଇଛି। ତେଣୁ ସେ କଥାଟା ମୋ ମନ ଭିତରେ ଅଛି ଯେ ଗଙ୍ଗାଙ୍କୁ ଟିକେ ପୂଜନ କରିବା। ତେଣୁ ଆମ ସାଙ୍ଗରେ ତ ଆମେ ଯେଉଁ ଟିମ୍ଟି ଆସିଛୁ, ବ୍ରାହ୍ମଣ ବୈଷ୍ଣବ ସମସ୍ତେ ଅଛନ୍ତି। ତେଣୁ ଗଙ୍ଗାଙ୍କର ପୂଜନ ଟିକେ ହବ, ଗଙ୍ଗା କୂଳରେ ଆମେ ରହିବୁ ଏବଂ ବିଶ୍ୱନାଥଙ୍କୁ ତ କାଲିଠାରୁ ମୁଁ ଦର୍ଶନ କରୁଛି, ଆଉ ବିଶ୍ୱନାଥଙ୍କୁ ସ୍ମରଣ କରୁଛି। ଆପଣମାନେ ଜାଣିଛନ୍ତି ମୁଁ ଏତେ ଆଡ଼େ ବୁଲିକିରି ଦର୍ଶନ କରିବାର ଇଚ୍ଛା ଶକ୍ତି ମୋର କମିଯାଇଛି। କେବଳ ସ୍ମରଣ, ଏତିକି ମନେ ରଖନ୍ତୁ ଆପଣମାନେ ସମସ୍ତେ, ସ୍ମରଣ ଭକ୍ତି ହେଉଛି ସବୁଠାରୁ ବଡ଼ ଭକ୍ତି। ସ୍ମରଣ କର, କାଶୀ ବିଶ୍ୱନାଥ, ତାଙ୍କ ସ୍ଥାନ ହେଉଛି କଣ୍ଠଚକ୍ରରେ। ତୁମେ କଣ୍ଠଚକ୍ରକୁ ଚିନ୍ତନ କରି ଶିବଙ୍କୁ ବା ଯେକୌଣସି ଶିବ ମୂର୍ତ୍ତିଙ୍କୁ ଚିନ୍ତନ କରିପାରିବେ କିମ୍ବା ହୃଦୟରେ ବିଶ୍ୱନାଥଙ୍କୁ ଚିନ୍ତନ କରିବେ। କାଲି ରାତି ଯାକ ମୋତେ ନିଦ ହେଇନି, ମୋତେ ଏଇ ଜାଗାଟି ଭଲ ଲାଗୁନି। ତଥାପି କ'ଣ କରିବା, କିନ୍ତୁ କେଉଁଠି କିଛି ମିଳିଲାନି, ଆମେ ରହିଛୁ, କିଛି ଅସୁବିଧା ନାହିଁ, କିନ୍ତୁ ମୋତେ ନିଦ ଏଠି ହେଉନି। ତେଣୁ ବିଶ୍ୱନାଥଙ୍କର ଦର୍ଶନ ଆମେ କରିବା। ଯେତେ ଥର ବିଶ୍ୱନାଥଙ୍କୁ ଦର୍ଶନ କରିଛୁ, ଯେଉଁ ମୂର୍ତ୍ତି ଏବେ ବି ଦର୍ଶନ କରିବୁ ସେଇ ମୂର୍ତ୍ତି। ସେଇ ମୂର୍ତ୍ତି ଯଦି ମନ ଭିତରକୁ ଭାସି ଆସିଲା, ତାହେଲେ ସିଏ ଗୋଟେ ବିରାଟ ଦର୍ଶନ ହେଇଗଲା।
କାରଣ ଶିବଙ୍କର ଯେତେ ପୂଜା ଅଛି ସବୁଠାରୁ ତାଙ୍କର ବଡ଼ ପୂଜା ହେଉଛି ମାନସ ପୂଜା। ରତ୍ନୈ କଳ୍ପିତମାସନଂ ସ୍ନାନାଞ୍ଚ ନାନାରତ୍ନଂ ମୋଦାଙ୍କିତଂ ଚନ୍ଦନଂ ଜାତି ଚମ୍ପକ ବିଲ୍ୱପତ୍ରଦିଦଂ ପୁଷ୍ପଂ ଚ ଧୂପଂ ତଥା ଦୀପଂ ଦେବଦୟା ରେ ପଶୁପତି ଋତୁକଲ୍ପିତଂ ଗୃହ୍ୟତ। ଶିବଙ୍କୁ ମନ ଭିତରେ ଗୋଟେ ରତ୍ନ ସିଂହାସନରେ ବସାନ୍ତୁ। ମାନସରେ ଇଏ ହେଉଛି ମାନସ ପୂଜା। ତାଙ୍କୁ ଫୁଲ ଚନ୍ଦନ ଦୁଦୁରା ଗଇସ ଇତ୍ୟାଦି ଦିଅନ୍ତୁ ଏବଂ କ୍ଷୀର ଦହି ଲହୁଣୀ ମାନେ ଦ୍ରବ୍ୟ କିଛି ଆଣିବା ଦରକାର ନାହିଁ। ମନ ଭିତରେ ସିଏ ଆପଣ ବିଶ୍ୱନାଥଙ୍କୁ ପୂଜନ କରିବେ। ପଦ୍ମାସନ କରି ବସି କିମ୍ବା ଚକାସନ କରି ବସି ଏଇ ହୃଦୟ ଚକ୍ରରେ ବା କଣ୍ଠ ଚକ୍ରରେ ତାଙ୍କୁ ମନ ଭିତରେ ସ୍ଥାପନ କରି ଯଦି ପୂଜା କରିବେ। ବିଶ୍ୱନାଥ କିଏ? ବିଶ୍ୱନାଥ ଯିଏ ଜଗନ୍ନାଥ ସିଏ, ଯିଏ ଶିବ ସିଏ ହେଉଛନ୍ତି ବିଷ୍ଣୁ। ଆମେ ଏଠି ଧୁନରେ କ'ଣ ଗାଇଲେ? ସତ୍ୟମ୍ ଶିବଂ ସୁନ୍ଦରଂ ସତ୍ୟମ୍ ଶିବଂ ସୁନ୍ଦରଂ ସତ୍ୟଂ ଶିବଂ ସୁନ୍ଦରଂ ସତ୍ୟଂ ଶିବଂ ସୁନ୍ଦରଂ। ସତ୍ୟମ୍। Who is Satya? Who is truth? Who is he? He is only Almighty, unseen power. It is Satyam. Sweet talk, Satyam. Proper work, Satyam. Real sense, Satyam. Real science, Satyam. Shivam, everybody, not anybody, everybody are Shivam. Jatra jiva tatra Shiva. Shivam in your heart. He is part of Almighty, part of unseen power. Sundaram. Who is Sundar? Matchless beauty. Aninda Sundar. Matchless beauty. Who is matchless beauty? Only creation. Beautiful man, beautiful animal, beautiful bird, beautiful plantation, beautiful forest, beautiful flower, beautiful fruit, all are Sundar. Beautiful wave, beautiful tides, beautiful sea, all are beautiful Sundaram.
For this, you remember to this Kirtan. Satyam शिवं सुन्दरं सत्यं शिवं सुन्दरं हे सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं हे सत्य शिव सुन्दरं सत्यं शिवं सुन्दरं सत्यं शिवं सुन्दरं सत्यं शिवं सुन्दरं ବୈକୁଣ୍ଠ କହିଲେ ଆନନ୍ଦ ପାଇଁ ସଂସାର, ଆନନ୍ଦ ଯା କାରବାର, ଆନନ୍ଦ ତାର ବଜାର, ଲୀଳାମୟ ଲୀଳାକାର, ଆନନ୍ଦ ବ୍ରହ୍ମ ସ୍ୱରୂପ ତ୍ରିକାଳ ସାଇ, ଆନନ୍ଦ ବ୍ରହ୍ମ, प्रज्ञानम आनंदं ब्रह्म, एक सुंदर मंत्र। आनंद आनंद आमे कौन खोजुतु आमर जीवन आंबिशन कौन मोटो कौन आनंद। एथिपाई जगन्नाथ मंदिर जो प्रसाद सेवन स्थान को कहा जाए आनंद बाजार। आनंद प्लीजर ऑफ लाइफ, वेरी प्लीज, वेरी स्वीट। आनंद मधु कहिले आहे ज्ञानदाता गुरु मोहन, दया करी बुझाई दिय ज्ञान, ज्ञान स्थाने शून्य तब शरण, मधु कहे तोही अर्पिली प्राण। सेई पाद पद्मरे जीवन को आमे अर्पण करिबा। आउ किछि गति नाही, सेई पाद पद्म ही हमर दरकार। अभिन्न सुंदर कहिले धर्म संगे नीति शिक्षार घनिष्ठ भाव अछि, प्रथमे धर्म शिक्षा कर सार बाची कହୁछि। आमे मधुसूदन राव वर्णबोधरे पढ़िथिलु, बाल्य कालु धन मु हे जीवन जाने कहार, आदि मृत्यु काल कोई जीव कोई जीव बाबा छिद्र कुईटऊ अल्प अल्प रसइब मुनि सेहि परि शांति बीजत पुण्य धन निरंतर पुण्य धन धन्य महापुरुष मानकर कथा, धन्य बाया, धन्य बया, धन्य मधुआ, धन्य अभिराम, धन्य अनुकूल, धन्य निगमानंद, धन्य ओंकार नाथ, अच्युत शिशु अनंत जशोवंत बलराम जगन्नाथ, धन्य अरक्षित महापुरुष, धन्य मधुदास फगुदास। महापुरुष मान लेखारे जो चुंबक अच्छी कवि मान लेखारे सेया नहीं, ताको पाखरे शब्द विन्यास अच्छी, स्वरर सुंदर स्वररे से माने आमको मंत्रमुग्ध करती। किंतु महापुरुष मान जो संगीत लिखिं
सी संगीत भितर थाए ताकू बुझीपार कि न बुझीपार ता भितर थाए जीवन दर्शन कथा। यही देखु वैकुंठ कहले आनंद उपरे कहले पदटी कही आनंद जीवन लक्ष्य कौन तेणु जीवनर लक्ष्य ही शांति जीवनर लक्ष्य ही आनंद। मधु कहले केवल पादपत्र से शून्य शून्य रे आमे पाद को चिंतन करिया। अभिराम कहले धर्म खाली कहीदेले मु सनातन धर्मी मु इस्लामी मु हिस्ट्री एमती किसी तादरे किसी माने नहीं। शिक्षा कर धर्म शिक्षा ताको गुरुत्व दियो शिखिबा को हबो। आमे पेटे आइंस खाइबु पेटे मद पीबु सेदिन आमे केमिति कोन भगवान को हृदय रे चिंतन करिबु। मोर श्रोता बंधु माने चिंता करी मते कहिबे हो आमे जदि आमिष खाइले हर मध्याह्न रे खाइले संध्या बेले पुणी माने आमर मलमूत्र त्याग कले स्नान शौच हेले आमे बसिक प्रभु को टिके चिंतन करिया। मद्य मादक खाइकरी आमे कौन प्रभु को चिंतन करिया। आमे शिव को कंठरे हो हृदय चिंतन करिया। शिव कौन मद्य खाती क्षीर दही लहुणी खाइकरी शिव को चिंता करूना। जदि आमे आमिष खाऊचु ताले आमिष खाइबा बेले आमे पूरा पेटे आमिष खाइबु ध्यान करिकरी बसिबु ताले से भोग को किए ग्रहण करिबो। तेणु जदि भी एमती केतेबेले जीवन रे होउची गायत्री मंत्र स्मरण कर गायत्री जल टिके आचमन कर ताले हबो। हो मन तरतर हलानी ये जगह केमती छाड़िबा। तेणु ये निज होनी कि चाह पिया को भी इच्छा होनी माने जगह सुंदर चारिपाखा खाली मस्जिद। तेणु आमे जो रहीचु सीटा मुसलमान होटेल कि हिंदू होटेल ता आमको जना ना। तेणु मुसलमान भी मनीष हिंदू भी केवल डिफरेंस गोमांस आउ किछि नहीं। सी डाकुचंदी जाको आमे डाकुचु सेया। अच्छा मु दी तीनोटी बायांकर बाणी कहूची। उना दी तीन दिन खंडे बाया केते गुड़िए नियम पालन कर बोली बाया कहले सेदुरो मु बेसी कहूनी दी तीनोटी कहूची। काहारी प्राण रे दुख दियला उद्वेग दियो ना। काहारी प्राण रे जदि तुम प्रति उद्वेग थाए आमे जनकू शोधिलु से कौन आमको प्रशंसा करिवो ता आखिरु लुह बोही गला। से मन भितरे आमको उपेक्षा कला। ये लोकटा मते एमती कहला आमे बसी प्रार्थना कलु केबे हेले तुमर पूजा ठाकुर ग्रहण करिवे नाही। सेट मु कहली स्वीट टॉक प्रॉपर वर्क सेट पे कहली ऑलवेज यू डू योर प्रॉपर ड्यूटी प्रॉपर रेस्पॉन्सिबिलिटी। जदि आमे किछि करिबा नहीं आमे आम भितर ज्ञान नहीं कर्म नहीं किछि नहीं ताकू सोचलु गोटे चटकणा पकेलु सरुआ ठाकुर पूजा कलु सी तो सारे कांदुची तमें ठाकुर पूजा कले ठाकुर खुशी हे
ବାବାଙ୍କର ଇଏ ହେଉଛି ଗୋଟିଏ ବାଣୀ, ପ୍ରଥମ ବାଣୀ। ଦ୍ୱିତୀୟ ବାଣୀଟି ହେଲା ଅନ୍ୟଠାରୁ ତୁମେ ଯେଉଁ ବ୍ୟବହାର ଆଶା ନ କର, ସେ ପ୍ରକାର ବ୍ୟବହାର ଅନ୍ୟ ପ୍ରତି କର ନାହିଁ। ତମେ କ'ଣ କେତେବେଳେ ଭାବ ଆମକୁ ଜଣେ ମାରୁ, ଆମକୁ କିଏ ଗୋଟେ ଶଳା ବୋଲି କହୁ, କି ଆମକୁ କିଏ ଗୋଟେ ଢକାଟାଏ ମାରୁ, ଏଇଟା କ'ଣ କି ଏ କଥା ଇଏ ବ୍ୟବହାର କ'ଣ ତମେ ଆଶା କରୁଛ? ଯଦି ତମକୁ ସେଟା କାଟୁଛି ତାହେଲେ ତୁମେ ଅନ୍ୟକୁ ସେଭଳି ବ୍ୟବହାର ଦେଖାନା ଯେଉଁ ବ୍ୟବହାରରେ ତାର ମନ ପ୍ରାଣରେ ଦୁଃଖ ସୃଷ୍ଟି ହେବ। କେତେ ସୁନ୍ଦର କଥା। ତୃତୀୟ ବାଣୀରେ କହିଲେ ଭଗବାନ ସର୍ବଘଟରେ ପୁରୀ ରହିଛନ୍ତି। God in everybody, not anybody, not somebody. ଭଗବାନ in everybody. ଭଗବାନ ସର୍ବଘଟରେ ପୁରୀ ରହିଛନ୍ତି। ଏହା ସର୍ବଦା ସ୍ମରଣ ରଖି କୌଣସି ପ୍ରାଣୀ ପ୍ରତି ଅସତ୍ ବ୍ୟବହାର କର ନାହିଁ। ସବୁବେଳେ ମନେ ରଖିବେ ଗୋଟିଏ କଥା, ଗୋଟେ କୁକୁର, ହଁ ସେ ଟିକେ କୁକୁର ତା ସ୍ୱଭାବ ଯା ସେ ହଉଛି, ହଁ ଗୋଟେ ବାଡ଼ି ଧରି କୁକୁରକୁ ମାରିଲ, ଟିକେ ଏମିତି ମାରିବନି ତା ଗୋଡ଼ ଛୋଟା ହେଇଯିବ, ସେ ଛୋଟେଇ ଛୋଟେଇ ଚାଲିବ, ତା ଆଖିରୁ ଯଦି ଲୁହ ବୋହିଲା ସେଇଟା ମଧ୍ୟ ତମ ପାଇଁ ବହୁତ। ଗୋଟିଏ ଜାଗାରେ ମୁଁ ଦେଖିଛି ଗୋଟେ କୁକୁର ଉପରକୁ ଗରମ ତେଲ ଜଣେ ଢାଳିଦେଲା, ଓ କି ଦୁଃଖ, ମୁଁ ଖାଇପାରିଲିନି, ଫୋପାଡ଼ି ଇଏ କି ଦୋକାନ, ଏଠି କ'ଣ ଖାଇବ। ସେଇଭଳି ଭାବରେ ଗୋଟିଏ କୁକୁରକୁ, କୁକୁର ହଉ ବିଲେଇ ହଉ ଯା, ଆଉ ସବୁବେଳେ ମନେ ରଖିବେ କାହାକୁ ଗୋଇଠା ମାରିବେନି, ପାଦରେ କାହାକୁ ମାରିବେନି। ଯଦି ଭୁଲବଶତଃ ମାଇଲେ ବିଷ୍ଣୁ 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 ବୋଲି ସ୍ମରଣ କରିବେ। ଯେଉଁମାନେ ଆଜିକାଲି ତ ଆଉ ବଳଦ ହଳ ବୁଲଉନାହାନ୍ତି, ବଳଦ ଯେଉଁମାନେ ଗାଈ ବଳଦ ରଖିଛନ୍ତି ତାଙ୍କୁ ଗୋଟାଏ ନିଷ୍ଠୁରିଆ ପାହାର ଦବା ତାଠାରୁ ବଳି ବଡ଼ ଅପରାଧ କିଛି ନାହିଁ। ମୁଁ ଏଇଠି ରହିଛି, ଏଠି କ'ଣ ମୋର ଅସୁବିଧା ଅଛି? ଏସି ଘରେ ଅଛି, ଲାଟ୍ରିନ୍ ବାଥରୁମ୍ ଅଛି, ମୋର ଯାହା ଯାହା ଦରକାର ସବୁ ଅଛି, ତଥାପି ମୋର ପାଣି ଟିକେ ପିଇବାକୁ ଇଚ୍ଛା ହେଉନି, କାଲିଠୁ ମୋ ରାତିରେ ନିଦ ହେଉନି। ତାର କାରଣ କ'ଣ? ଚାରି ପାଖ ଯାକ ମସଜିଦ, ମସଜିଦ ଯାହା ମନ୍ଦିର ସେଇଆ, ସିଏ ମୋର କିଛି ଗୁଣ୍ୟ ନୁହେଁ। କେବଳ ସେମାନେ ଏ ଗାଈ ଗୋରୁକୁ କାଟିକିରି ମାନେ ମାଂସ ଖାଆନ୍ତି, ସେଇଗୁଟାକ ହେଉଛି ମୋତେ ଘୃଣା। ଗୋମାତା, ମାତା ପରେ ଗୋମାତା, ମହିଷୀ ଗୋଟିଏ ମାତା। ଏଇ ହେଉଛି ଆମ କଥା, ବାବାଙ୍କର ଇଏ କଥା ପ୍ରାଣୀମାନଙ୍କ ପ୍ରତି। କେତେ ସୁନ୍ଦର କଥା ଟିକେ କହିଲେ, ବେଶୀ କହିଲେ ମନେ ରହିବନି। ଭଗବାନ ସର୍ବ, ଗୀତା ବି କହିଛନ୍ତି ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ସୁନିଚୈବ ସୁପା ପଣ୍ଡିତ ସମଦର୍ଶିନ। ତେଣୁ କାହାକୁ ଗୋଇଠା ମାରିବନି, କାହାକୁ ଏମିତି ବାଡ଼େଇବନି ତା ଗୋଡ଼ ହାତ ଛୋଟା ହେବ। ଏଇ ଯାତ୍ରାରେ ଆସିଲା ବେଳେ ଗୋଟେ କୁକୁରକୁ କିଏ ବାଡ଼େଇଛି, ସେ ଛୋଟା ଗୋଡ଼ରେ ଏମିତି ଯାଉଥାଏ, ମୁଁ ଦେଖି ଦଣ୍ଡବତ କଲି ମନେ ମନେ। ପ୍ରଭୁ ଜୀବନରେ ଏମିତି ଭୁଲ ନ ହଉ। ସେମାନେ ମଣିଷର ବିଶ୍ୱାସ, ବିଶ୍ୱସ୍ତ ଜୀବ ସେମାନେ। ଗୋମାତା, କୁକୁର ବିଲେଇ, ଯଦି ମୁଁ କୁକୁର ବିଲେଇ କାହାକୁ ପାଳିବାକୁ, ମୁଁ କାହା ସହିତ ଏତେ ଗେଲ ହେଇପାରେନି। ମୋର ଆଶ୍ରମରେ କୁକୁଡ଼ାଟିଏ ଅଛି,
ସିଏ ପହର ପହରକୁ ବୋବଉଛି। ଆଉ ମୋତେ ଗୋ ହତ୍ୟା ବନ୍ଦ କର ବୋଲି ସମସ୍ତେ କହନ୍ତି, କିନ୍ତୁ ବଳିଆ କହେ ଜୀବ ହତ୍ୟା ବନ୍ଦ କର। ତେଣୁ ସମସ୍ତେ ଏତିକି କଥା, ଆଜି ଯେଉଁ 3ଟି କଥା ବାୟାର କହିଲି ସେ କଥାକୁ ମନେ ରଖିବ। ସତ୍ୟମ୍ ଶିବମ୍ ସୁନ୍ଦରମ୍ ସତ୍ୟମ୍